କୈକେୟୀ ପ୍ରଭୁ ଶ୍ରୀରାମଚନ୍ଦ୍ରକୁ ବନବାସ ଦେଇଥିବାରୁ ପୁତ୍ର ଭରତ ଏପରି ଏକ କଟୁକ୍ତି କରି କଥା କହିଥିଲେ ଯାହା ଏକ ନାରୀ ପକ୍ଷରେ ଶୁଣିବା ଅସମ୍ଭବ। କୌଣସି ପୁତ୍ର ନିଜ ମାତାକୁ ମଧ୍ୟ ଏପରି ଭାଷାରେ କଟୁକ୍ତି କରିନାହାନ୍ତି ବୋଲି ଆମେ ଜାଣିପାରିବା। ଆସନ୍ତୁ ଏ କାହାଣୀଟି ଶୁଣିବା ଆମ ଚ୍ୟାନେଲ ମାଧ୍ୟମରେ। ଆଜ୍ଞା, କୈକେୟୀଙ୍କ ପିତା ଅଶ୍ୱପତି ଏକଦା ଏକ ଋଷିଙ୍କ ଠାରୁ ବର ପାଇଥିଲେ ଯେ ସର୍ବ ଜୀବଜନ୍ତୁଙ୍କ କଥା ସେ ବୁଝିପାରିବେ, ମାତ୍ର କାହାକୁ ସେ କଥା କହିବେ ନାହିଁ। ଯଦି ସେ କଥା କାହାକୁ କହିଦିଅନ୍ତି ତାହେଲେ ସେ ମୃତ୍ୟୁ ମୁଖରେ ପଡ଼ିବେ। ରାଜା ଅଶ୍ୱପତି ତଥା କୈକେୟୀଙ୍କ ପିତା ନିଜ ରାଣୀଙ୍କ ସହ ଉଦ୍ୟାନରେ ବସିଥିବା ସମୟରେ ପିମ୍ପୁଡ଼ିମାନଙ୍କର କଥୋପକଥନ ଶୁଣି ହସି ଦେଇଥିଲେ। ରାଣୀ ହସିବାର କାରଣ ରାଜାକୁ ପଚାରନ୍ତେ ରାଜା କହିବା ପାଇଁ ମନା କଲେ ଓ କହିଲେ, ଏହା ପରିପ୍ରକାଶ କଲେ ମୋର ମୃତ୍ୟୁ ହୋଇଯିବ। ମାତ୍ର ରାଣୀ ନିଜ ଜିଦ୍ ଧରି ବସିବାରୁ ରାଜା ପିମ୍ପୁଡ଼ିମାନଙ୍କ କଥା ପରିପ୍ରକାଶ କଲେ ଓ ମୃତ୍ୟୁବରଣ କଲେ ଓ ନିଜକୁ ବିଧବା କରାଇଦେଲେ। ଭରତ ଏ କଥାର ଖୁଟଣା ବା କଟାକ୍ଷ ଦେଇ ମାତା କୈକେୟୀଙ୍କୁ କହିଲେ ଯେ ତୁମ୍ଭ ନିଜ ମାତା ଯେପରି ତୁମ୍ଭ ପିତାର ମୃତ୍ୟୁର କାରଣ ସାଜି ବିଧବା ହେଲା, ଆଜି ତୁମେ ମଧ୍ୟ ନିଜ ସ୍ୱାମୀର ମୃତ୍ୟୁର କାରଣ ସାଜି ବିଧବା ହୋଇଛ। ଆଜ୍ଞା, ଏପରି ଅପ୍ରିୟ ସତ୍ୟ କଥା ତଥା ମନଭେଦକାରୀ କଟାକ୍ଷ କଥା ପ୍ରଭୁ ଭରତ ମାତାଙ୍କୁ କହି ଗାଳି ଦେଇଥିଲେ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ତେବେ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।